ଜାନୁଆରୀ 14, 2026 प्रातः मुरली। ओम शांति। बाप दादा मधुबन। मिठे बच्चे, पादे पादे बाबांकर श्रीमତରେ ଚାଲୁଥାଅ। ଏକମାତ୍ର ବାବାଙ୍କ ଠାରୁ ହିଁ ଶୁଣ, ତେବେ ମାୟା ଆକ୍ରମଣ କରିପାରିବ ନାହିଁ। ଆଜିର ପ୍ରଶ୍ନଟି ହେଲା, ଉଚ୍ଚ ପଦ ପ୍ରାପ୍ତ କରିବାର ଆଧାର କ'ଣ? ଉତ୍ତରଟି ହେଲା, ଉଚ୍ଚ ପଦ ପ୍ରାପ୍ତ କରିବା ପାଇଁ ବାବାଙ୍କର ପ୍ରତ୍ୟେକ ନିର୍ଦ୍ଦେଶ ଅନୁସାରେ ଚାଲୁଥାଅ। ବାବାଙ୍କର ଯେଉଁ ନିର୍ଦ୍ଦେଶ ମିଳିଲା ତାକୁ ପିଲାମାନେ ମାନି ନେବା ଉଚିତ। ଏମିତିକି ଅନ୍ୟ କୌଣସି ସଂକଳ୍ପ ମଧ୍ୟ ଆସୁନଥିବ। 2. ତମେମାନେ ଏହି ଆତ୍ମିକ ସେବାରେ ଲାଗିଯାଅ। ତୁମକୁ ଅନ୍ୟ କାହାର ବି ସ୍ମୃତି ଆସିବା ଅନୁଚିତ ନୁହେଁ ବା ଉଚିତ ନୁହେଁ। କଥାରେ ଅଛି, ନିଜେ ମରିଗଲେ ଦୁନିଆ ମରିଗଲା, ଅର୍ଥାତ୍ ଏହିଭଳି ହେଲା ଯାଇ ଉଚ୍ଚ ପଦ ମିଳିପାରିବ। ଓମ୍ ଶାନ୍ତି। ମିଠା ପିଲା ବା ମିଠା ମିଠା ଆତ୍ମିକ ସନ୍ତାନମାନେ ଏହି ଗୀତ ଶୁଣିଲେ ଏହା ହେଉଛି ଭକ୍ତି ମାର୍ଗର ଗାୟନ କରିଥିବା ଗୀତ, ଯାହାର ରହସ୍ୟକୁ ବାବା ଏବେ ବୁଝାଉଛନ୍ତି। ପିଲାମାନେ ମଧ୍ୟ ଜାଣିଛନ୍ତି ଯେ ଏବେ ଆମେମାନେ ବାବାଙ୍କ ଠାରୁ ଅବିନାଶୀ ବର୍ଷା ପାଉଛୁ। ସେହି ରାଜତ୍ୱକୁ ଆମଠାରୁ କେହି ବି ଛଡ଼ାଇ ନେଇ ପାରିବେ ନାହିଁ। ଭାରତରେ ରାଜ୍ୟର ମୁସଲମାନମାନେ ଛଡ଼େଇ ନେଲେ, ଇଂରେଜମାନେ ଛଡ଼େଇ ନେଲେ, କିନ୍ତୁ ବାସ୍ତବରେ ତ ଆସୁରୀ ମତ ଦ୍ୱାରା ପ୍ରଥମେ ରାବଣ ଛଡ଼ାଇ ନେଲା। ଦୁନିଆରେ ମାଙ୍କଡ଼ର ଯେଉଁ ଚିତ୍ର ତିଆରି କରିଛନ୍ତି, ଖରାପ ଶୁଣ ନାହିଁ, ଖରାପ ଦେଖ ନାହିଁ, ବାସ୍ତବରେ ଏହା ମଧ୍ୟ କୌଣସି ରହସ୍ୟ ଥିବ ନା? ବାବା ବୁଝାଉଛନ୍ତି, ଗୋଟିଏ ପାର୍ଶ୍ୱରେ ରାବଣର ଆସୁରୀ ସମ୍ପ୍ରଦାୟ ରହିଛି, ଯେଉଁମାନେ କି ବାବାଙ୍କୁ ଜାଣିନାହାନ୍ତି, ଏବଂ ଅନ୍ୟ ପାର୍ଶ୍ୱରେ ତୁମେମାନେ ରହିଛ। ତୁମେମାନେ ମଧ୍ୟ ଏକଥା ଆଗରୁ ଜାଣିନଥିଲ। ବାବା ୟାଙ୍କ ପାଇଁ ମଧ୍ୟ କହୁଛନ୍ତି ଯେ ଇଏ ମୁଁ ବହୁତ ଭକ୍ତି କରୁଛି, ୟାଙ୍କର ଏହା ବହୁତ ଜନ୍ମର ଅନ୍ତିମ ଜନ୍ମ ଅଟେ। ଇଏ ପ୍ରଥମେ ପବିତ୍ର ଥିଲେ, ଏବେ ପତିତ ହୋଇଯାଇଛନ୍ତି। ଏହାଙ୍କୁ ମୁଁ ଜାଣିଛି, ତେଣୁ ଏବେ ତୁମେମାନେ ଆଉ କାହାରି କଥା ଶୁଣ ନାହିଁ। ବାବା କହୁଛନ୍ତି, ମୁଁ ତୁମମାନଙ୍କ ସହିତ କଥାବାର୍ତ୍ତା ହେଉଛି। ହଁ, କେବେ କେବେ କୌଣସି ମିତ୍ର ସମ୍ବନ୍ଧୀମାନଙ୍କୁ ଏଠାକୁ ନେଇ ଆସିଲେ ତାଙ୍କ ସହିତ ଟିକେ କଥାବାର୍ତ୍ତା ହୋଇଯାଅ। ପ୍ରଥମ କଥା ହେଲା ପବିତ୍ରତା। ତେଣୁ ତୁମମାନଙ୍କୁ ପବିତ୍ର ହେବାକୁ ପଡ଼ିବ, ତେବେ ଯାଇ ବୁଦ୍ଧିରେ ଧାରଣ ହେବ। ଏଠାକାର କାଇଦା ବହୁତ କଡ଼ା। ଆଗରୁ କୁହାଯାଇଥିଲା ଯେ 7 ଦିନ ଭଟ୍ଟିରେ ରହିବା ହେବ, ଯେମିତି ଆଉ କାହାର ସ୍ମୃତି ନ ଆସୁ, ନା କାହାକୁ ପତ୍ର ଆଦି ଦେବ ବା ଲେଖିବ। ଯେଉଁଠିକି ରୁହ, କିନ୍ତୁ ସାରାଦିନ ଭଟ୍ଟିରେ ରହିବାକୁ ପଡ଼ିବ। ଏବେ ତ ତମେମାନେ ଭଟ୍ଟିରେ ରହି ବାହାରକୁ ବାହାରୁଛ। କେହି ତ ଆଶ୍ଚର୍ଯ୍ୟ ଭାବରେ ଶୁଣୁଛନ୍ତି, କହୁଛନ୍ତି, ଓହୋ, ମାୟା ପୁଣି ଭାବନ୍ତି ହୋଇଯାଉଛି। ଏହା ବହୁତ ଉଚ୍ଚ ଲକ୍ଷ୍ୟ ଅଟେ। ବାବାଙ୍କର କଥା କେହି କେହି ମାନୁନାହାନ୍ତି। ବାବା ତ କହୁଛନ୍ତି, ତୁମେମାନେ ଏବେ ବାନପ୍ରସ୍ଥୀ ଅଟ। ଅଯଥାରେ କାହିଁକି ମାୟାର ବନ୍ଧନରେ ବାନ୍ଧି ହେଉଛ? ଏବେ ସେବାରେ ଲାଗିଯାଅ। ତମମାନଙ୍କର ଆଉ ଯେପରି କେହି ମନେ ନ ପଡ଼ନ୍ତୁ, ନିଜେ ମରିଗଲେ ଦୁନିଆ ମରିଗଲା, ଏଭଳି ନେଇ ହେଲେ ଯାଇ ଉଚ୍ଚ ପଦ ପାଇପାରିବ। ତମମାନଙ୍କର ପୁରୁଷାର୍ଥ ହେଲା ନରରୁ ନାରାୟଣ ହେବା। ତେଣୁ ପାଦେ ପାଦେ ବାବାଙ୍କର ନିର୍ଦ୍ଦେଶ ଅନୁସାରେ ଚାଲିବାକୁ ହେବ, କିନ୍ତୁ ଏଥିରେ ମଧ୍ୟ ସାହସ ଦରକାର। କେବଳ କଥାରେ କହିବାର ଦରକାର। ମୋହର ଆକର୍ଷଣ ମଧ୍ୟ କିଛି କମ୍ ନୁହେଁ। ତେଣୁ ନଷ୍ଟ ମୋହ ହେବାକୁ ପଡ଼ିବ। ମୋର ତ ଏକମାତ୍ର ଶିବ ବାବା, ଦ୍ୱିତୀୟ କେହି ନୁହନ୍ତି।
ଆମେମାନେ ତ ବାବାଙ୍କର ଶରଣ ନେଇଛୁ, ତେଣୁ ଆମେମାନେ କେବେ ବି କାହାକୁ ବିଷ ଦେଇପାରିବୁ ନାହିଁ, ଅର୍ଥାତ୍ ବିକାରୀ ହେବାକୁ ନାହିଁ। ତେବେ ତମେମାନେ ଈଶ୍ୱରଙ୍କର ସନ୍ତାନ ହୋଇଛ, ତେଣୁ ମାୟା ତୁମକୁ ଛାଡ଼ିବ ନାହିଁ, ଖୁବ୍ ହଇରାଣ କରିବ। ଯେପରି ଦୈବ୍ୟମାନେ କହନ୍ତି, ଏହି ଔଷଧ ଖାଇବା ଦ୍ୱାରା ପ୍ରଥମେ ସବୁ ରୋଗ ବାହାରକୁ ବାହାରିବ, ତେବେ ଡରିବ ନାହିଁ। ଏହା ମଧ୍ୟ ସେହିପରି ଅଟେ। ମାୟା ଖୁବ୍ ହଇରାଣ କରିବ। ବାନପ୍ରସ୍ଥ ଅବସ୍ଥାରେ ମଧ୍ୟ ବିକାରର ସଂକଳ୍ପ ଆସିବ, ମୋର ଉତ୍ପନ୍ନ ହୋଇଯିବ। ବାବା ପୂର୍ବରୁ ହିଁ କହି ଦେଉଛନ୍ତି ଯେ ଏସବୁ ହେବ। ବଞ୍ଚିଥିବା ପର୍ଯ୍ୟନ୍ତ ମାୟାର ବକ୍ସିଂ ଚାଲିଥିବ। ମାୟା ମଧ୍ୟ ବଳବାନ ହୋଇ ଲଢ଼େଇ କରିବ, ତୁମକୁ ଛାଡ଼ିବ ନାହିଁ। ଏସବୁ ଡ୍ରାମାର ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ମୁଁ କ'ଣ ମାୟାକୁ କହିବି କି ସଂକଳ୍ପ ବିକଳ୍ପ ଆଣ ନାହିଁ। ଅନେକ ପିଲା ବାବାଙ୍କୁ ପତ୍ର ଲେଖୁଛନ୍ତି, ବାବା କୃପା କର। ମୁଁ କ'ଣ କାହା ଉପରେ କୃପା କରିବି କି? ଏଠାରେ ତ ତୁମମାନଙ୍କୁ ଶ୍ରୀମତ୍ ଅନୁସାରେ ଚାଲିବାକୁ ହେବ। ଯଦି ମୁଁ କୃପା କରିବି, ତେବେ ତ ସମସ୍ତେ ମାୟା ବା ମହାରାଜ ହୋଇଯିବେ। ଏହା ଡ୍ରାମାରେ ମଧ୍ୟ ରହିଛି। ସବୁ ଧର୍ମାବଲମ୍ବୀମାନେ ଏଠାକୁ ଆସୁଛନ୍ତି, ଯେଉଁଠାରେ ଅନ୍ୟ ଧର୍ମକୁ ସ୍ଥାନାନ୍ତରିତ ହୋଇପାରିବେ ବା ହୋଇଯାଇଥିବେ, ସେମାନେ ମଧ୍ୟ ଏଠାକୁ ଚାଲି ଆସିବେ। ବର୍ତ୍ତମାନ ଏହି ଧର୍ମର ଚାରା ଲାଗୁଛି। ଏଥିରେ ବହୁତ ମେହନତ ରହିଛି। ତେବେ ତମମାନଙ୍କୁ କେବଳ ଏମିତି କହିବାକୁ ହେବ ଯେ ବାବାଙ୍କୁ ମନେ ପକାଅ। ଶିବ ଭଗବାନୁବାଚ ଶ୍ରୀକୃଷ୍ଣ ଭଗବାନ ନୁହନ୍ତି। ସେ ତ 84 ଜନ୍ମର ଚକ୍ରରେ ଆସୁଛନ୍ତି। ଏଠାରେ ଅନେକ ମତ ଅନେକ କଥା ରହିଛି, କିନ୍ତୁ ଏହି କଥାକୁ ବୁଦ୍ଧିରେ ସମ୍ପୂର୍ଣ୍ଣ ରୂପେ ଧାରଣ କରିବାକୁ ହେବ। ଆମେମାନେ ପତିତ ଥିଲୁ, ଏବେ ବାବା ବୁଝାଉଛନ୍ତି ତମମାନେ ପବିତ୍ର କିପରି ହେବ। କଳ୍ପ ପୂର୍ବରୁ ମଧ୍ୟ କହିଥିଲି, ମୋତେ ମନେ ପକାଅ। ନିଜକୁ ଆତ୍ମା ନିଶ୍ଚୟ କରି ଦେବାର ସବୁ ଧର୍ମକୁ ଛାଡ଼ି ଯେଉଁ ଥାଉ ମରିଯାଅ। କେବଳ ମୋତେ ମନେ ପକାଅ। ମୁଁ ଏବେ ସମସ୍ତଙ୍କର ସଦ୍ଗତି କରିବାକୁ ଆସିଛି। ଭାରତବାସୀ ହିଁ ସବୁଠାରୁ ଉଚ୍ଚ ହେଉଛି, ପୁଣି 84 ଜନ୍ମ ନେଇ ତଳକୁ ଖସୁଛନ୍ତି। ତାଙ୍କୁ ପଚାର, ତୁମେ ଭାରତବାସୀ ହିଁ ଏହି ଦେବୀ ଦେବତାମାନଙ୍କୁ ପୂଜା କରୁଛ ନା? ତେବେ ଏମାନେ କିଏ? ଏମାନଙ୍କର ସ୍ୱର୍ଗର ମାଲିକ ନଥିଲେ ନା? ଏବେ ସେମାନେ କେଉଁଠାରେ ଅଛନ୍ତି? 84 ଜନ୍ମ କିଏ ଦେଉଛନ୍ତି? ସତ୍ୟଯୁଗରେ ତ ଏହି ଦେବୀ ଦେବତାମାନେ ଥିଲେ। ଏବେ ପୁଣି ଏହି ଭାରତବର୍ଷ ଲଢ଼େଇ ଦ୍ୱାରା ସମସ୍ତଙ୍କର ବିନାଶ ହେବ। ଏବେ ସମସ୍ତେ ପୁଣି ତମ ପ୍ରଧାନ ହୋଇଯାଉଛନ୍ତି। ମୁଁ ତ ଏମାନଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମ ପର୍ଯ୍ୟନ୍ତ ଚାଲିଛି। ମାଳା ତିଆରି ହେଉଛି ନା? ଉପରେ ରହିଛି ନିରାକାର ଫୁଲ, ପୁଣି ମେରୁ ଯୁଗଳ ଦାନା। ଶିବ ବାବାଙ୍କର ତଳେ ଇଏ ଛିଡ଼ା ହେଇଛନ୍ତି, ଜଗତ ପିତା ବ୍ରହ୍ମା ଏବଂ ଜଗତ ଆତ୍ମା ସରସ୍ୱତୀ। ଏବେ ତୁମମାନେ ଏହି ପୁରୁଷାର୍ଥ ଦ୍ୱାରା ବିଷ୍ଣୁ ପୁରୀର ମାଲିକ ହେଉଛ। ପୂଜା ମାନେ ତମେ ଜାଣିଛ ଯେ ଆମେ ବିଶ୍ୱର ମାଲିକ ଅଟୁ। ଆମମାନଙ୍କର ହିଁ ରାଜତ୍ୱ ଚାଲିବ। ଏହା ଆମର ରାଜ୍ୟ। ଏଠାରେ ଅନେକ କୌଣସି ରାଜତ୍ୱ ନାହିଁ। ଏଠାରେ ବହୁତ ଧର୍ମ ରହିଛି, ତେଣୁ ଆମର ତୁମର ବି ବୋଲି କହୁଛୁ। ସେଠାରେ ଏଭଳି କଥା ରହିବ ନାହିଁ। ବାବା ଏବେ ବୁଝାଉଛନ୍ତି, ପିଲାମାନେ ଆଉ ସବୁ କଥା ଛାଡ଼ି ମୋତେ ମନେ ପକାଅ, ତେବେ ବିକର୍ମ ବିନାଶ ହେବ। ଏପରି ନୁହେଁ ଯେ କେହି ତୁମ ସମ୍ମୁଖରେ ବସି ଯୋଗ କରାଇ ସୃଷ୍ଟି ବା ଦୃଷ୍ଟି ଦେବେ। ବାବା ତ କହୁଛନ୍ତି,
ଚାଲିବା ବୁଲିବା ସମୟରେ ମଧ୍ୟ ବାବାଙ୍କୁ ମନେ ପକାଅ। ନିଜର ଚାର୍ଟ ରଖ। ସାରା ଦିନ ଭିତରେ କେତେ ସମୟ ମୁଁ ବାବାଙ୍କୁ ମନେ ପକାଇଲି। ସକାଳୁ ଉଠି କେତେ ସମୟ ବାବାଙ୍କ ସହିତ କଥାବାର୍ତ୍ତା ହେଲି। ଆଜି ବାବାଙ୍କୁ କେତେ ମନେ ପକାଇଲ। ଏହିପରି ନିଜେ ନିଜେ ମେହନତ କରିବାକୁ ହେବ। ବୁଦ୍ଧିରେ ତ ଜ୍ଞାନ ଅଛି, ତେଣୁ ଅନ୍ୟମାନଙ୍କୁ ମଧ୍ୟ ବୁଝାଇବାକୁ ହେବ। ଏହା କଥା ବୁଦ୍ଧିରେ ଆସୁନାହିଁ ଯେ କାମ ବିକାର ମହାଶତ୍ରୁ ଅଟେ। 2ରୁ 4 ବର୍ଷ ଏହି ଜ୍ଞାନ ମାର୍ଗରେ ରହି ପୁଣି ଯଦି ମାୟାର ଚାପୁଡ଼ା ଜୋରରେ ଲାଗିଯାଉଛି, ତେବେ ତଳକୁ ଖସି ପଡ଼ୁଛନ୍ତି। ପୁଣି ଲେଖୁଛନ୍ତି, ବାବା ମୁଁ କଳା କରିଦେଲି। ବାବା ଲେଖୁଛନ୍ତି, ଯଦି କଳା ତୁମେ କରିଲ, ତେବେ 12 ବର୍ଷ ପର୍ଯ୍ୟନ୍ତ ଏଠାକୁ ଆସିବା ଦରକାର ନାହିଁ। ତୁମେ ବାବାଙ୍କ ସହିତ ପ୍ରତିଜ୍ଞା କରି ତଥାପି ଯଦି ବିକାରୀ ହେଲ, ତେବେ ମୋ ପାଖକୁ କେବେ ଆସିବ ନାହିଁ। ଏହା ବହୁତ ଉଚ୍ଚ ଲକ୍ଷ୍ୟ ଅଟେ। ବାବା ପତିତରୁ ପାବନ କରିବା ପାଇଁ ହିଁ ଆସୁଛନ୍ତି। ହଁ, ଯଦି ବିବାହ କରିବା ପାଇଁ କୌଣସି କନ୍ୟାକୁ ମାଡ଼ ଖାଇବାକୁ ପଡ଼ୁଛି, ତେବେ ତାଙ୍କୁ ବଞ୍ଚାଇବା ନିମନ୍ତେ ଗନ୍ଧର୍ବ ବିବାହ କରି ପବିତ୍ର କରୁଛନ୍ତି। କିନ୍ତୁ ଏଠାରେ ମଧ୍ୟ ଅନେକଙ୍କୁ ମାୟା ନାକରରୁ ଧରି ପକାଉଛି, ଅର୍ଥାତ୍ ମାୟାର ଯୁଦ୍ଧରେ ହରାଇ ଦେଉଛନ୍ତି। ବହୁତ ସ୍ତ୍ରୀମାନେ ମଧ୍ୟ ହାରି ଯାଉଛନ୍ତି। ବାବା ସେମାନଙ୍କୁ କହୁଛନ୍ତି, ତୁମେ ତ ସୁପର୍ଣ୍ଣଖା ଅଟ। ଏହିସବୁ ନାମ ବର୍ତ୍ତମାନ ସମୟର ଅଟେ। ଏଠାରେ ବାବା କୌଣସି ବିକାରକୁ ବସିବାକୁ ମଧ୍ୟ ଦେବେ ନାହିଁ। ପାଦେ ପାଦେ ବାବାଙ୍କ ଠାରୁ ରାୟ ନେବାକୁ ପଡ଼ିବ। ସମର୍ପଣ ହୋଇଗଲେ ବାବା କହିବେ, ଏବେ ଟ୍ରଷ୍ଟି ଅର୍ଥାତ୍ ନିମିତ୍ତ ହୁଅ। ବାବାଙ୍କର ମତ ଅନୁସାରେ ଚାଲ। ଯଦି ଆୟ ବ୍ୟୟର ହିସାବ ବାବାଙ୍କୁ ଜଣାଇବ, ତେବେ ବାବା ଠିକ୍ ମତ ଦେବେ। ଏହା ବହୁତ ବୁଝିବାର କଥା। ତୁମେ ଯଦିଓ ଭୋଗ ଲଗାଉଛ, କିନ୍ତୁ ମୁଁ ଖାଉଛି, ମୁଁ ତ ଦାତା ଅଟେ ନା। ଆଚ୍ଛା, ମିଠା ମିଠା ଶିଖିଲା ଦିଏ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ରାତ୍ରି କ୍ଲାସ୍ 15/6/2068। ଯାତ୍ରା ଯାହା ଅତୀତ ହୋଇଗଲାଣି, ତାକୁ ପୁନର୍ବାର ଆଲୋଚନା କରିବା ଦ୍ୱାରା ଯେତେବେଳେ ଦୁର୍ବଳତା ମନା, ସେମାନଙ୍କର ମନର ଦୁର୍ବଳତା ମଧ୍ୟ ରିଏଲାଇଜ୍ ହୋଇଯିବ। ସେଥିପାଇଁ ପିଲାମାନଙ୍କୁ ଡ୍ରାମାର ଜ୍ଞାନ ଉପରେ ସ୍ଥିତ ହୋଇଯାଉଛି। ମୁଖ୍ୟ ଫାଇଦା ହେଲା ବାବାଙ୍କୁ ମନେ ପକାଇବା। ତୁମମାନଙ୍କ ଯୋଗବଳ ଦ୍ୱାରା ଦୀର୍ଘାୟୁ ହେବ। ପିଲାମାନେ ଯଦି ଡ୍ରାମାକୁ ବୁଝିଗଲେ, ତେବେ କେବେ ବି କୌଣସି ଖିଆଲ ଆସିବ ନାହିଁ। ଡ୍ରାମା ଅନୁସାରେ ଏବେ ଜ୍ଞାନ ଶିଖିବା ଏବଂ ଶିଖାଇବା ଚାଲିଛି। ପୁଣି ପାଠ ବନ୍ଦ ହୋଇଯିବ। ନା ବାବାଙ୍କର ନା ଆମର ପାଠ ରହିବ, ନା ତାଙ୍କର ଦେବାର ପାଠ ନା ଆମର ନେବାର ପାଠ ରହିବ। ତେଣୁ ଏଭଳି ହୋଇଯିବ ନା। ଆମେମାନେ ନୂଆ ଦୁନିଆରେ ପାଠ ଚାଲିବ। ବାବାଙ୍କର ପାଠ ଶାନ୍ତିଧାମରେ ହେବ। ସମସ୍ତଙ୍କର ପାଠର ରିଲ୍ ଭରି ହୋଇ ରହିଛି ନା। ଆମର ପ୍ରାରବ୍ଧର ପାଠ, ବାବାଙ୍କର ଶାନ୍ତିଧାମର ପାଠ, ଦେବା ଏବଂ ନେବାର ପାଠ ପୁରା ହେଲା, ଅର୍ଥାତ୍ ଡ୍ରାମା ହିଁ ପୁରା ହୋଇଗଲା। ପୁଣି ଆମେମାନେ ରାଜ୍ୟ କରିବାକୁ ଆସିବୁ। ସେ ପାଠ ପରିବର୍ତ୍ତନ ହୋଇଯିବ। ଜ୍ଞାନ ବନ୍ଦ ହୋଇଯିବ। ଆମେମାନେ ଦେବୀ ଦେବତା ହୋଇଯିବୁ। ପାଠ ହିଁ ପୁରା ହୋଇଯିବ। ବାକି ଫରକ ହିଁ ରହିବ ନାହିଁ। ସନ୍ତାନ ଏବଂ ପିତାଙ୍କର ପାଠ ମଧ୍ୟ ରହିବ ନାହିଁ। ଇଏ ମଧ୍ୟ ଜ୍ଞାନକୁ ସମ୍ପୂର୍ଣ୍ଣ ଗ୍ରହଣ କରିଦେଉଥିବ। ତାଙ୍କ ପାଖରେ ମଧ୍ୟ କିଛି ରହିବ ନାହିଁ। ନା ତେଲାବାଲା ପାଖରେ ରହିବ, ନା ମୋବାଇଲ ମାନଙ୍କରେ ଅଭାବ ରହିବ। ତେଣୁ ଉଭୟ ସମାନ ହୋଇଗଲେ। ଏସବୁ କଥାର ବିଚାର ସାଗର ମନ୍ଥନ କରିବା ପାଇଁ ବୁଦ୍ଧି ଦରକାର। ତେବେ ଜଗର ଯାତ୍ରା ହିଁ ମୁଖ୍ୟ ପୁରୁଷାର୍ଥ ଅଟେ। ବାବା ବସି ବୁଝାଉଛନ୍ତି, ମୁଁ ତୁମମାନଙ୍କୁ ମୋଟା ରୂପରେ ବୁଝାଉଛି, କିନ୍ତୁ ସୂକ୍ଷ୍ମ ତଥା ତ ବୁଦ୍ଧିରେ ଅଛି ନା। ଭିତରେ ଜଣାଯାଉଛି ଯେ ଶିବ ବାବାଙ୍କର ରୂପ କ'ଣ। ତେବେ ବୁଝାଇବାରେ ମୋଟା ରୂପ ହୋଇଯାଉଛି ନା। ଭକ୍ତି ମାର୍ଗରେ
ବଡ଼ ଲିଙ୍ଗର ଆକୃତି ତିଆରି କରୁଛନ୍ତି, କିନ୍ତୁ ଆତ୍ମା ତ ବହୁତ ଛୋଟ ଅଟେ ନା। ଏବେ ହେଉଛି ପ୍ରକୃତି, ତେଣୁ ଏହାର ଅନ୍ତ କିଏ ବା କାହିଁକି ପାଇପାରିବ? ତେଣୁ ଦେବନ୍ତ ବୋଲି କହିଦେଉଛନ୍ତି। ବାବା ବୁଝାଉଛନ୍ତି ସମସ୍ତ ପାର୍ଟ ଆତ୍ମାରେ ଭରି ହୋଇ ରହିଛି। ଏହା ହେଉଛି ପ୍ରାକୃତିକ, ଏହାର ଅନ୍ତ ପାଇପାରିବା ନାହିଁ। ସୃଷ୍ଟି ଚକ୍ରର ଅନ୍ତକୁ ତ ପାଇପାରୁଛନ୍ତି। ସୃଷ୍ଟିର ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ତମେମାନେ ହିଁ ଜାଣିଛ। ବାବା ହେଉଛନ୍ତି ନଲେଜଫୁଲ୍ ଅର୍ଥାତ୍ ଜ୍ଞାନର ସାଗର। ତାଙ୍କ ଭଳି ଆତ୍ମାମାନେ ମଧ୍ୟ ଜ୍ଞାନରେ ପରିପୂର୍ଣ୍ଣ ହୋଇଯିବେ। ପାଇବା ପାଇଁ ଆଉ କିଛି ବାକି ରହିବ ନାହିଁ। ବାବା ଏହାଙ୍କର ଶରୀର ପ୍ରବେଶ କରି ଆମମାନଙ୍କୁ ପାଠ ପଢ଼ାଉଛନ୍ତି, ତେଣୁ ହେଉଛନ୍ତି ବିନ୍ଦୁ। ଆତ୍ମା ଅଥବା ପରମାତ୍ମାଙ୍କର ସାକ୍ଷାତକାର ଦ୍ୱାରା ଖୁସି ମିଳିବ ନଥାଏ। ମେହନତ କରି ବାବାଙ୍କୁ ସ୍ମରଣ କଲେ ଯାଇ ବିକର୍ମ ବିନାଶ ହେବ। ବାବା କହୁଛନ୍ତି ମୋ ଭିତରେ ଜ୍ଞାନ ବନ୍ଦ ହୋଇଗଲେ ତୁମ ଭିତରେ ମଧ୍ୟ ବନ୍ଦ ହୋଇଯିବ। ତୁମମାନେ ଆମମାନଙ୍କୁ ଜ୍ଞାନକୁ ଧାରଣ କରି ଶ୍ରେଷ୍ଠ ହୋଇଯାଅ। ପିଲାମାନେ ବାବାଙ୍କ ଠାରୁ ସବୁ ଜ୍ଞାନକୁ ଧାରଣ କରି ନେଉଛନ୍ତି, ତଥାପି ପିତା ତ ପିତା ହିଁ ଅଟନ୍ତି ନା। ତେଣୁ ଆତ୍ମାମାନେ ମଧ୍ୟ ଆତ୍ମା ହୋଇଯିବ, ପିତାଙ୍କ ଠାରୁ ହୋଇପାରିବ ନାହିଁ। ଏହା ତ ଜ୍ଞାନ ଅଟେ। ବାବା ବାବା ଅଟନ୍ତି ଏବଂ ସନ୍ତାନମାନେ ତ ସନ୍ତାନ ହିଁ ଅଟନ୍ତି। ଏହିସବୁ କଥା ଉପରେ ବିଚାର ସାଗର ମନ୍ଥନ କରି ଗଭୀରତାକୁ ଯିବା ଉଚିତ। ତୁମମାନେ ଏକଥା ମଧ୍ୟ ଜାଣିଛ ଯେ ସମସ୍ତଙ୍କୁ ତ ଘରକୁ ଯିବାକୁ ହେବ। ସମସ୍ତେ ଯିବେ, ସାରା ଦୁନିଆ ହିଁ ସମାପ୍ତ ହୋଇଯିବ। ଏଥିରେ ନିର୍ଭୟ କରିବାକୁ ହେବ। ତେବେ ନିର୍ଭୟ ହୋଇ ରହିବା ପାଇଁ ପୁରୁଷାର୍ଥ କରିବାକୁ ହେବ। ଶରୀର ଆଦିର ଅଭିମାନ ମଧ୍ୟ ଯେପରି ନ ଆସୁ ସେହିପରି ଅବସ୍ଥାକୁ ଯିବାକୁ ହେବ। ବାବାଙ୍କୁ ସମସ୍ତଙ୍କୁ ନିଜ ସମାନ କରୁଛନ୍ତି, ତେଣୁ ତୁମେମାନେ ମଧ୍ୟ ଅନ୍ୟମାନଙ୍କୁ ନିଜ ସମାନ କରି ଚାଲିବ। ଏହା ଏକମାତ୍ର ବାବାଙ୍କର ହିଁ ସ୍ମୃତିରେ ରହିବା ପୁରୁଷାର୍ଥ କରିବାକୁ ହିଁ ପଡ଼ିବ। ଏବେ ତ ସମୟ ଆସିଛି ଏହି ଅଭ୍ୟାସକୁ ଆହୁରି ଅଧିକ ତୀବ୍ର କରିବାକୁ ହେବ। ଅଭ୍ୟାସ ନଥିଲେ ଅଟକି ଯିବ, ଗୋଡ଼ ଥରିବାକୁ ଲାଗିବ ଏବଂ ଅଚାନକ ହୃଦଘାତ ହୋଇଯିବ। ତମ ପ୍ରଧାନ ଶରୀରକୁ ହୃଦଘାତ ହେବାର କାରଣ କ'ଣ ଡେରି ଲାଗିବ କି? ତେବେ ଅଶରୀରୀ ହୋଇ ବାବାଙ୍କୁ ସ୍ମରଣ କରିବା ଯେତେ ନିକଟତର ହେବାକୁ ଲାଗିବ, ଯୋଗୀ ହିଁ ନିର୍ଭୟ ହେବ। ଯୋଗ ଦ୍ୱାରା ଶକ୍ତି, ଜ୍ଞାନ ଦ୍ୱାରା ଧନ ମିଳିଥାଏ। ପିଲାମାନଙ୍କର ଶକ୍ତି ଆବଶ୍ୟକ, ତେଣୁ ଶକ୍ତି ପାଇବା ପାଇଁ ବାବାଙ୍କୁ ମନେ ପକାଅ। ବାବା ହେଉଛନ୍ତି ଅବିନାଶୀ ସର୍ଜନ, ସେ କେବଳ ରୋଗୀ ହୋଇ ପାରିବେ ନାହିଁ। ଏବେ ବାବା କହୁଛନ୍ତି ତୁମମାନେ ଅବିନାଶୀ ଔଷଧ ଖାଅ। ମୁଁ ଏବେ ଏପରି ସର୍ଜୀବନୀ ବୁଟି ଦେଉଛି ଯାହାକି କେବେ କେହି ରୋଗରେ ପଡ଼େଇବ ନାହିଁ। କେବଳ ପତିତ ପାବନ ବାବାଙ୍କୁ ସ୍ମରଣ କରିଲେ ପାବନ ହୋଇଯିବ। ଦେବତାମାନେ ସର୍ବଦା ନିରୋଗୀ ପାବନ ଥାଆନ୍ତି ନା। ପିଲାମାନେ ଏହି ନିଶ୍ଚୟ ହୋଇଯାଉଛନ୍ତି ଯେ ଆମେ କଳ୍ପ କଳ୍ପ ବର୍ଷା ପାଉଛୁ। ବାବା ଏଭଳି ଅଗଣିତ ଥର ଅଛନ୍ତି ଯେଉଁମାନେ କି ବର୍ତ୍ତମାନ ଆସୁଛନ୍ତି। ପିଲାମାନେ ଏହି ନିଶ୍ଚୟ ହୋଇଯାଇଛନ୍ତି ଯେ ଆମେ କଳ୍ପ କଳ୍ପ ବର୍ଷା ପାଇଛୁ। ବାବା ଏଭଳି ଅଗଣିତ ଥର ଆସିଛନ୍ତି ଯେପରି ବର୍ତ୍ତମାନ ଆସିଛନ୍ତି। ବାବା ଯାହା ଶିଖାଉଛନ୍ତି ଏବଂ ବୁଝାଉଛନ୍ତି ତାହା ହିଁ ରୋଜଗାର ବା ରାଜଯୋଗ ଅଟେ। ଏହି ଗୀତା ଆଜି ହେଉଛି ସବୁ ଭକ୍ତି ମାର୍ଗର। ଏହି ଜ୍ଞାନ ମାର୍ଗ ବାବା ହିଁ ଦେଖାଉଛନ୍ତି। ବାବା ହିଁ ଆସି ତଳୁ ଉପରକୁ ଉଠାଉଛନ୍ତି। ତେବେ ପକ୍କା ନିଶ୍ଚୟ ବୁଦ୍ଧି ହିଁ ମାଳାର ଦାନ ହେବ। ପିଲାମାନେ ଜାଣିଛନ୍ତି ଭକ୍ତି କରି କରି ଆମେ ତଳକୁ ଖସି ଆସିଛୁ। ତେବେ ବାବା ଆସି ପ୍ରକୃତ ରୋଜଗାର ବଢ଼ାଉଛନ୍ତି, କରାଉଛନ୍ତି ମଧ୍ୟ। ଲୌକିକ ପିତା ଏବେ ରୋଜଗାର କରାଉନାହାନ୍ତି ଯେତିକି ପାରଲୌକିକ ପିତା କରାଉଛନ୍ତି। ଆଚ୍ଛା, ପିଲାମାନଙ୍କୁ ଗୁଡ୍ ନାଇଟ୍ ଏବଂ ନମସ୍ତେ। ଧାରଣ ପାଇଁ ମୁଖ୍ୟ ସାର 1 ନମ୍ବର, ମାୟା ବଳବାନ ରୂପରେ ସମ୍ମୁଖକୁ ଆସିବ, କିନ୍ତୁ ତାକୁ ଡରିବାର ନାହିଁ। ମାୟାଜିତ ହେବାକୁ ହିଁ ପଡ଼ିବ। ପାଦେ ପାଦେ ଶ୍ରୀମତରେ ଚାଲିଯିବ ଉପରେ ନିଜ କୃପା କରିବାକୁ ହେବ। 2 ନମ୍ବର,
ସଚ୍ଚୋଟ ଭାବରେ ବାବାଙ୍କୁ ନିଜର ହିସାବ ବତାଇବାକୁ ହେବ। ଟ୍ରଷ୍ଟି ହୋଇ ରହିବାକୁ ପଡ଼ିବ। ଚାଲିବା ବୁଦ୍ଧିବା ସମୟରେ ଜଗରେ ରହିବାର ଅଭ୍ୟାସ କରିବାକୁ ହେବ। ଆଜିର ବରଦାନଟି ହେଲା ଆତ୍ମିକ ଗୋଲାପ ଫୁଲ ହୋଇ ଦୂର ଦୂରାନ୍ତ ପର୍ଯ୍ୟନ୍ତ ଆତ୍ମିକ ସମ୍ବନ୍ଧ ବା ସୁଗନ୍ଧ ବିଚ୍ଛୁରିତ କରୁଥିବା ଆତ୍ମିକ ସେବାଧାରୀ ହୁଅ। ଆତ୍ମା ଅଭିମାନୀ ସ୍ଥିତିର ସୁଗନ୍ଧତା ଯୁକ୍ତ ଆତ୍ମା ନିଜର ମନର ବୃତ୍ତି ଦ୍ୱାରା ଆତ୍ମା ଅଭିମାନୀ ସ୍ଥିତିର ସୁଗନ୍ଧ ଦୂରାନ୍ତ ପର୍ଯ୍ୟନ୍ତ ବିସ୍ତୃତ କରି ଯାଉଛନ୍ତି। ସେମାନଙ୍କ ଦୃଷ୍ଟିରେ ସର୍ବଦା ସୁପ୍ରିମ ରୁହ ଅର୍ଥାତ୍ ପରମ ଆତ୍ମା ସମାହିତ ହୋଇ ରହିଥାଉ। ସେମାନେ ସର୍ବଦା ଆତ୍ମାକୁ ଦେଖିଥାନ୍ତି ଏବଂ ଆତ୍ମା ସହିତ ହିଁ କଥାବାର୍ତ୍ତା କରିଥାନ୍ତି। ମୁଁ ଆତ୍ମା ଅଟେ। ସର୍ବଦା ପରମାତ୍ମା ଆତ୍ମାଙ୍କର ଛତ୍ର ଛାୟା ତଳେ ରହୁଛି ଏବଂ ମୋର ନିର୍ଦ୍ଦେଶ କର୍ତ୍ତା ସ୍ୱୟଂ ପରମ ଆତ୍ମା ଅଟନ୍ତି। ଏଭଳି ପ୍ରତି ମୁହୂର୍ତ୍ତରେ ହଜୁର ବାବାଙ୍କୁ ହାଜିର ଅର୍ଥାତ୍ ସଂଯୋଗରେ ରହିବାର ଆନନ୍ଦ କରୁଥିବା ଆତ୍ମାମାନେ ସର୍ବଦା ଆତ୍ମିକ ସୁଗନ୍ଧ ବିଚ୍ଛୁରିତ କରିବାରେ ଅବିନାଶୀ ଏବଂ ଏକରସ ରହିଥାନ୍ତି। ଏହା ହିଁ ହେଉଛି ଆତ୍ମିକ ସେବାଧାରୀଙ୍କର ନମ୍ବର 1 ବିଶେଷତା। ଆଜିର ସ୍ଲୋଗାନଟି ହେଲା ନିର୍ବିଘ୍ନ ହୋଇ ସେବା କ୍ଷେତ୍ରରେ ଆସିବା ନମ୍ବରରେ ରହିବା ଅର୍ଥାତ୍ ନମ୍ବର 1 ଭାଗ୍ୟଶାଳୀ ହେବା। ଓମ୍ ଶାନ୍ତି।